जय श्रीराम। जय श्रीराम। आजिर ଏହି ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ପବିତ୍ର ଗ୍ରନ୍ଥ ଶ୍ରୀ ରାମଚରିତ ମାନସର ଆଉ ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗଭୀର ଭାବରେ ବିଚାର କରିବା। ହଁ, ଆଜିର ପ୍ରସଙ୍ଗଟି ରାମଚରିତ ମାନସର ସେହି ସମୟର ଯେତେବେଳେ ଦେବରାଜ ଇନ୍ଦ୍ର ଭଗବାନ ଶିବଙ୍କର ତପସ୍ୟା ଭଙ୍ଗ କରିବା ପାଇଁ କାମଦେବଙ୍କୁ ପଠାଇଥିଲେ। ଆଉ ସେହି ସମୟରେ କାମଦେବଙ୍କର ପ୍ରଭାବ କିପରି ସମଗ୍ର ସୃଷ୍ଟିକୁ ନିଜ ବଶରେ କରିନେଇଥିଲା, ଆଜି ଆମେ ସେଇଟା ହିଁ ଦେଖିବା। ହଁ, ତାର ଏକ ବହୁତ ସୁନ୍ଦର ବର୍ଣ୍ଣନା ତୁଳସୀଦାସ କରିଛନ୍ତି। ତେବେ ଏହି ବିଷୟର ଗଭୀରତାକୁ ବୁଝିବା ପାଇଁ ଆଲୋଚନାକୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଆଉ ଯଦି ଏହିପରି ଆଧ୍ୟାତ୍ମିକ ଆଲୋଚନା ଭଲ ଲାଗେ, ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଠିକ୍ ଅଛି। ଚଳନ୍ତୁ ଆଲୋଚନାର ଆରମ୍ଭ ଏକ ଦୋହାରୁ କରିବା, ଯେଉଁଥିରେ ତୁଳସୀଦାସ ସମଗ୍ର ସ୍ଥିତିର ଗୋଟେ ସାରାଂଶ ଦେଇଛନ୍ତି। ଦୋହାଟି ହେଉଛି, ଯେ ସଜୀବ ଜଗ ଅଚରଚର ନାରୀ ପୁରୁଷ ଅସୁ ନାମ, ତେ ନିଜ ନିଜ ମର୍ଯ୍ୟାଦା ତଜି ଭଏ ସକଲ ବସ କାମ। ଏହି ଦୋହାର ଅର୍ଥ ବହୁତ ବ୍ୟାପକ। ଏଥିରେ ସେ କହୁଛନ୍ତି ଯେ ଏହି ସଂସାରରେ ଯେତେ ବି ସଜୀବ, ଜଡ଼, ଅଚର ଅଚର, ଚେତନ ବା ଚର, ଆଉ ନାରୀ ବା ପୁରୁଷ ନାମରେ ପରିଚିତ ପ୍ରାଣୀ ଅଛନ୍ତି, ସେମାନେ ସମସ୍ତେ ନିଜ ନିଜର ମର୍ଯ୍ୟାଦା ବା ସ୍ୱାଭାବିକ ନିୟମକୁ ତ୍ୟାଗ କରି ସମ୍ପୂର୍ଣ୍ଣ ଭାବରେ କାମର ବଶବର୍ତ୍ତୀ ହୋଇଗଲେ। ଏଠାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ଅଚର ବା ଜଡ଼ବସ୍ତୁ, ଜୀବଜନ୍ତୁ ଠିକ୍ ଅଛି, କିନ୍ତୁ ଜଡ଼ବସ୍ତୁ କେମିତି କାମର ବଶବର୍ତ୍ତୀ ହେବ? ସେଇଟା ହିଁ ତ ତୁଳସୀଦାସଙ୍କର ବିଶେଷତା। ସେ ଏଇଠି କଥାଟାକୁ ଆହୁରି ଗଭୀରକୁ ନେଇଯାଉଛନ୍ତି। ଆଚ୍ଛା, ତେବେ ସେ ଏହି ଜଡ଼ବସ୍ତୁ ଉପରେ କାମର ପ୍ରଭାବକୁ ବୁଝାଇବା ପାଇଁ କ'ଣ କିଛି ଉଦାହରଣ ଦେଇଛନ୍ତି? ହଁ, ନିଶ୍ଚୟ। ପରବର୍ତ୍ତୀ ଚୌପାଇରେ ସେଇ କଥା ଅଛି। ମୁଁ ତାହେଲେ ପଢ଼ୁଛି। ସବକେ ହୃଦୟଂ ମଦନ ଅଭିଳାଷା ଲତା ନିହାରୀ ନବୀ ତରୁ ଶାଖା ନଦୀଂ ଉମଗି ଅମ୍ବୁଧି କହୁଧାଇ ସଙ୍ଗମ କରହି ତଲାବତଲାଇ। ଦେଖନ୍ତୁ କେତେ ସୁନ୍ଦର ଚିତ୍ରଣ। ସେ କହୁଛନ୍ତି ସମସ୍ତଙ୍କ ହୃଦୟରେ କାମନା ବାସ କଲା, ଏପରିକି ବୃକ୍ଷର ଶାଖାଗୁଡ଼ିକ ଲତାମାନଙ୍କୁ ଦେଖି ତାଙ୍କ ଆଡ଼କୁ ନଇଁଗଲେ, ଯେମିତି ଆକର୍ଷିତ ହେଉଛନ୍ତି। ଏକଦମ। ଆଉ ନଦୀଗୁଡ଼ିକ ବେଗରେ ପ୍ରବାହିତ ହୋଇ ସମୁଦ୍ର ସହିତ ମିଳିତ ହେବାକୁ ଧାଇଲେ। ଏପରିକି ଛୋଟ ଛୋଟ ପୋଖରୀ ଆଉ ଗଡ଼ିଆ ମଧ୍ୟ ପରସ୍ପର ସହ ମିଶିଗଲେ। ଏହା ଦର୍ଶାଉଛି ଯେ କାମର ପ୍ରଭାବ କେବଳ ପ୍ରାଣୀଙ୍କ ମଧ୍ୟରେ ସୀମିତ ନଥିଲା, ଏହାର ଗୋଟେ ସାର୍ବଜନୀନ ଶକ୍ତିରେ ପରିଣତ ହୋଇଥିଲା। ତେବେ ଯଦି ଜଡ଼ବସ୍ତୁର ଏପରି ଅବସ୍ଥା, ତାହେଲେ ଚେତନ ପ୍ରାଣୀଙ୍କର ଅବସ୍ଥା କ'ଣ ହୋଇଥିବ, ସେ କଥା ବି ନିଶ୍ଚୟ କହିଥିବେ। ପରବର୍ତ୍ତୀ ଚୌପାଇରେ ଏହା ସ୍ପଷ୍ଟ ହୋଇଛି। ମୁଁ ପଢ଼ୁଛି। ଜହାଁ ଅସି ଦଶା ଜଡ଼ନ୍ନଃ କେର ବାରଣୀ କୋ କହି ସକଇ ସଚେତନ କରଣୀ ପଶୁ ପକ୍ଷୀ ନବ ଜଳ ଥଲ ଚାରି ଭଏ କାମବଶ ସମୟ ବିସାରି। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି। ତୁଳସୀଦାସ କହୁଛନ୍ତି, ଯେଉଁଠି ଜଡ଼ ପଦାର୍ଥର ଏପରି ଦଶା, ସେଠାରେ ଚେତନ ପ୍ରାଣୀଙ୍କ କଥା କିଏ ବା ବର୍ଣ୍ଣନା କରିପାରିବ? ଏହା ବର୍ଣ୍ଣନାର ବାହାରେ। ପଶୁ, ପକ୍ଷୀ, ଆକାଶ, ଜଳ ଏବଂ ସ୍ଥଳରେ ବାସ କରୁଥିବା ସମସ୍ତ ଜୀବ ନିଜର ସ୍ୱାଭାବିକ ପ୍ରକୃତି ଆଉ ସମୟକୁ ଭୁଲି କାମର ବଶବର୍ତ୍ତୀ ହୋଇଗଲେ। ଏଇ ଯୋଉ ଶବ୍ଦ ସମୟ ବିସାରି, ଏହାର ଅର୍ଥ ବୋଧେ ବହୁତ ଗଭୀର। ନିଶ୍ଚିତ। ସମୟ ବିସାରୀର ଅର୍ଥ ହେଉଛି ସେମାନେ ନିଜର ସ୍ୱାଭାବିକ ଜୀବନଚର୍ଯ୍ୟା ଏବଂ ନିୟମକୁ ମଧ୍ୟ ଭୁଲିଗଲେ। କେତେବେଳେ ଶିକାର କରିବା କଥା, କେତେବେଳେ ବିଶ୍ରାମ, ସବୁକିଛି। ଠିକ୍। ତେବେ ଏ ପ୍ରଭାବ କ'ଣ କେବଳ ପଶୁପକ୍ଷୀଙ୍କ ମଧ୍ୟରେ ସୀମିତ ଥିଲା, ନା ଏହାର ପରିସର ଆହୁରି ବ୍ୟାପକ ଥିଲା? ନା, ଏହାର ପରିସର ବହୁତ ବ୍ୟାପକ ଥିଲା। ପରବର୍ତ୍ତୀ ଚୌପାଇରେ ଦେବତାଙ୍କଠାରୁ ଆରମ୍ଭ କରି ଭୂତ ପିଶାଚ ପର୍ଯ୍ୟନ୍ତ ସମସ୍ତଙ୍କ କଥା କୁହାଯାଇଛି। ଆଚ୍ଛା। ମଦନ ଅନ୍ଧ ବ୍ୟାକୁଲ ସବ ଲୋକା ନିଶିଦିନୁ ନାହିଁ ଅବଲୋକ ହି କୋକା ଦେବ ଧନୁଜ ନର କିନ୍ନର ବ୍ୟାଲା ପ୍ରେତ ପିଶାଚ ଭୂତ ବେତାଲା। ଦେଖନ୍ତୁ, କାମନାରେ ଅନ୍ଧ ହୋଇ ସମସ୍ତ ଲୋକ ବ୍ୟାକୁଳ ହୋଇଗଲେ। ଚକ୍ରବାକ ପକ୍ଷୀ, ଯେ ରାତିରେ ନିଜ ସାଥୀଠାରୁ ବିଚ୍ଛିନ୍ନ ହୋଇଯାଏ, ସେ ମଧ୍ୟ ଦିନରାତିର ଭେଦ ଭୁଲିଗଲା। ବାଃ! ଆଉ ତାପରେ ଦେବତା, ଦୈତ୍ୟ, ମନୁଷ୍ୟ, କିନ୍ନର, ସର୍ପ, ଏପରିକି ପ୍ରେତ, ପିଶାଚ, ଭୂତ ଏବଂ ବେତାଳ, ସୃଷ୍ଟିର ପ୍ରତ୍ୟେକ ସ୍ତରର ଜୀବ, ସେ ଦିବ୍ୟ ହେଉ କି ଆସୁରୀ, ସମସ୍ତେ ପ୍ରଭାବିତ ହେଲେ। ଏହା ଦର୍ଶାଉଛି ଯେ ଏହା କୌଣସି ସାଧାରଣ ଭାବନା ନଥିଲା, ବରଂ ଏକ ବ୍ରହ୍ମାଣ୍ଡୀୟ ପ୍ରଭାବ ଥିଲା। ତେବେ ଏସବୁର ଅର୍ଥ କ'ଣ? କ'ଣ ଏଥିରୁ କେହି ବର୍ତ୍ତି ପାରିଥିଲେ? ମୋତେ ଲାଗୁଛି ଶେଷ ଚୌପାଇଟି ସବୁଠାରୁ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଉଛି।
ସେଇଟା ହିଁ ଏହି ପ୍ରସଙ୍ଗର ଶୀର୍ଷ ବିନ୍ଦୁ। इन्ह कही दशा न कह्यूं बखानी सदा काम के चेरे जानी सिद्ध विरक्त महामुनि जोगी तेपि कामबस भये वियोगी। ଏହି ପଂକ୍ତିଗୁଡ଼ିକର ଭାବାର୍ଥ ପ୍ରକୃତରେ ଅତ୍ୟନ୍ତ ଗଭୀର। ତୁଳସୀଦାସ କହୁଛନ୍ତି ଯେ ଏମାନଙ୍କର ଦଶା, ମାନେ ଯେଉଁ ଦେବଦାନବଙ୍କ କଥା କହିଲେ, ତାଙ୍କ ଦଶା ବର୍ଣ୍ଣନା କରି ଲାଭ ନାହିଁ, କାରଣ ସେମାନେ ତ ସବୁବେଳେ କାମର ଦାସ। ହଁ, ସଦା କାମ କେ ଚେରେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଦ୍ଧ ପୁରୁଷ, ବିରକ୍ତ ବା ବୈରାଗୀ, ମହାନ ମୁନି ଏବଂ ଯୋଗୀମାନେ ସେମାନେ ମଧ୍ୟ କାମର ବଶବର୍ତ୍ତୀ ହୋଇ ବିୟୋଗୀ ହୋଇଗଲେ। ବିୟୋଗୀ, ବାଃ କି ଶବ୍ଦ! ଯୋଗୀର ଠିକ୍ ବିପରୀତ। ଯିଏ ଯୋଗରେ ଥିଲା ସେ ବିୟୋଗରେ ପଡ଼ିଗଲା। ଏକଦମ ଠିକ୍। ଯେଉଁମାନେ ସଂସାରର ମୋହମାୟା ତ୍ୟାଗ କରି ସାଧନାରେ ଲିପ୍ତ ଥିଲେ, ସେମାନେ ମଧ୍ୟ ଏହି ପ୍ରଭାବରୁ ମୁକ୍ତ ନଥିଲେ। ଏହା କାମର ଅସୀମ ଶକ୍ତିକୁ ଦର୍ଶାଉଛି। ତେବେ ଆଜିର ଆଲୋଚନାରୁ ଏହା ପୂରାପୂରି ସ୍ପଷ୍ଟ ଯେ ତୁଳସୀଦାସଙ୍କ ବର୍ଣ୍ଣନାରେ କାମ ଏକ ସାର୍ବଜନୀନ ଏବଂ ସର୍ବବ୍ୟାପୀ ଶକ୍ତି, ଯାହାର ପ୍ରଭାବରୁ ଜଡ଼ଠାରୁ ଆରମ୍ଭ କରି ସର୍ବଶ୍ରେଷ୍ଠ ଯୋଗୀ ପର୍ଯ୍ୟନ୍ତ କେହି ମଧ୍ୟ ବର୍ତ୍ତି ପାରିନଥିଲେ। ହଁ, ଏହା ଆମକୁ ଏହି ମୌଳିକ ଭାବନାର ଶକ୍ତି ବିଷୟରେ ସଚେତନ କରାଏ। ଯଦି ଆଜିର ଏହି ଆଲୋଚନା ଶ୍ରୋତାମାନଙ୍କୁ ମୂଲ୍ୟବାନ ମନେ ହେଲା, ତେବେ ଏହାକୁ ଲାଇକ୍ ଏବଂ ସେୟାର କରି ଅନ୍ୟମାନଙ୍କ ପାଖରେ ପହଞ୍ଚାନ୍ତୁ ଏବଂ ପ୍ରଭୁ ଶ୍ରୀରାମଙ୍କ କୃପା ଲାଭ କରନ୍ତୁ। ନିଶ୍ଚୟ। ଆଉ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖି ନିଜର ଭକ୍ତି ପ୍ରକାଶ କରିବାକୁ ଅନୁରୋଧ। ଶେଷରେ ସମସ୍ତଙ୍କ ପାଇଁ ମୋର ଗୋଟେ ବିଚାର। ହଁ, କୁହନ୍ତୁ। ତୁଳସୀଦାସ ଏଠାରେ ଏକ ଏପରି ସଂସାରର ବର୍ଣ୍ଣନା କରୁଛନ୍ତି ଯାହା ସମ୍ପୂର୍ଣ୍ଣ ଭାବରେ କାମନା ଦ୍ୱାରା ଆଚ୍ଛାଦିତ। ଏହା ମନରେ ପ୍ରଶ୍ନ ସୃଷ୍ଟି କରେ, ଏପରି ଏକ ଶକ୍ତିଶାଳୀ ପ୍ରଭାବରୁ ଊର୍ଦ୍ଧ୍ୱକୁ ଯିବା ପାଇଁ କେଉଁ ମାର୍ଗ ରହିଛି? ବହୁତ ବଡ଼ ପ୍ରଶ୍ନ। ଏପରି ପରିସ୍ଥିତିରେ ନିଜର ମର୍ଯ୍ୟାଦା ବା ମର୍ଯ୍ୟାଦା ରକ୍ଷା କରିବାର ଉପାୟ କ'ଣ? ହଁ, ଏହି ପ୍ରଶ୍ନର ଉତ୍ତର ବୋଧହୁଏ ଆମକୁ ରାମଚରିତମାନସର ଆଗାମୀ ପ୍ରସଙ୍ଗଗୁଡ଼ିକରେ ମିଳିପାରେ। ଆଗାମୀ ଆଲୋଚନାରେ ଆମେ ସେହି ବିଷୟରେ ନିଶ୍ଚୟ ବିଚାର କରିବା। ସେ ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଜୟ ଶ୍ରୀରାମ। ଜୟ ଶ୍ରୀରାମ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।